ମହାଦେବପୁରମଠାରେ ଟ୍ରାକ୍ଟର ଓଲଟି ତୁଟାବାଡ଼ ଗ୍ରାମର 17 ଜଣ ଆହତ, ଜଣେ ଗୁରୁତର ଥିବା ସୂଚନା ରହିଛି। ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତର ତୁଟାବାଡ଼ ଗ୍ରାମରୁ କାମ କରିବା ପାଇଁ ଟ୍ରାକ୍ଟର ଯୋଗେ ଗୁଣୁପୁର ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କତୁର ମଣ୍ଡଳମର ମହାଦେବପୁରମଠାରେ ସଡ଼କ ଦୁର୍ଘଟଣା ହୋଇଥିଲା। କୌଣସି କାରଣରୁ ଟ୍ରାକ୍ଟରଟି ଓଲଟି 17 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଦେଖିବାକୁ ମିଳିଛି। ଆହତମାନଙ୍କୁ ଆନ୍ଧ୍ରର ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଜଣଙ୍କୁ ବ୍ରହ୍ମପୁର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ରହିଛି। ଏମାନେ କାମ କରିବା ପାଇଁ ଟ୍ରାକ୍ଟରରେ ଯାଉଥିଲେ ନା କେହି ଏମାନଙ୍କୁ ନେଇ ଯାଉଥିଲେ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।